10 ଛକା 14 ଚୌକା 55 ବଲ୍ରେ 141 ରନ୍ ଧୂଆଁଧାର ବ୍ୟାଟିଂ କଲେ ଅଭିଷେକ ଶର୍ମା। ହଁ ଦର୍ଶକ ବନ୍ଧୁ, ଗତକାଲି ଖେଳାଯାଇଥିବା ପଞ୍ଜାବ ହାଇଦ୍ରାବାଦ ମ୍ୟାଚ୍ରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି 6 ୱିକେଟ୍ ହରାଇ 245 ରନ୍ କରିଥିଲା। ଜବାବରେ ହାଇଦ୍ରାବାଦ 18.3 ଓଭରରେ 9 ୱିକେଟ୍ ହରାଇ ଏହି ମ୍ୟାଚ୍କୁ ଜିତି ନେଇଛି। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି 245 ରନ୍ର ବିଶାଳ ସ୍କୋର ରଖିଥିଲା ହାଇଦ୍ରାବାଦ ଆଗରେ। 2025ରେ ଲଗାତାର ହାରି ଆସୁଥିବା ହାଇଦ୍ରାବାଦ ସମସ୍ତେ ଭାବୁଥିଲେ ଏହି ମ୍ୟାଚ୍କୁ ମଧ୍ୟ ହାଇଦ୍ରାବାଦ ହାରିଯିବ, କିନ୍ତୁ ଅଭିଷେକ ଶର୍ମାଙ୍କ 40 ବଲ୍ରେ ଶତକ ଧୂଆଁଧାର ବ୍ୟାଟିଂ ଫଳରେ ପଞ୍ଜାବଠାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ ଅଭିଷେକ ଶର୍ମା ଏବଂ ତାଙ୍କ ସାଙ୍ଗେ ଯୋଗ ଦେଇଥିଲେ ଟ୍ରାଭିସ୍ ହେଡ୍। ଏହା ମଧ୍ୟ ଆଉ ଏକ ରେକର୍ଡ, ଯିଏକି ଓପନିଂ ପାର୍ଟନର ହିସାବରେ T20 IPL 171 ରନ୍ର ଏକ ରେକର୍ଡ ହୋଇଛି। ଟ୍ରାଭିସ୍ ହେଡ୍ 37 ବଲ୍ ଖେଳି 66 ରନ୍ ହୋଇଥିଲା ବେଳେ ହାଇଦ୍ରାବାଦର ବ୍ୟାଟିଂ ସ୍କୋର 171 ରନ୍ରେ ପ୍ରଥମ ୱିକେଟ୍ ପଡ଼ିଥିଲା, ଯାହାଫଳରେ କି ସେତେବେଳକୁ ମ୍ୟାଚ୍ ହାଇଦ୍ରାବାଦ ସପକ୍ଷେ ଆସିଯାଇଥିଲା। ସେହିଭଳି 16.2 ଓଭରରେ 222 ରନ୍ ସ୍କୋର ହୋଇଥିଲା ବେଳେ ହାଇଦ୍ରାବାଦର ଅଭିଷେକ ଶର୍ମା ଆଉଟ୍ ହୋଇଥିଲେ ଏବଂ ଏହି ମ୍ୟାଚ୍କୁ 18.3 ଓଭରରେ ହାଇଦ୍ରାବାଦ ଜିତି ନେଇଛି।